ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ହଁ ପିଲେ, ରଜ ପର୍ବ ଆମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଏବଂ ଆନନ୍ଦ ଉଲ୍ଲାସର ପର୍ବ। ଜ୍ୟେଷ୍ଠ ମାସର ଶେଷ ଦିନଠାରୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଏହି ରଜ ପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନକୁ ଶେଷ ରଜ ବା ଭୂମି ଦହନ ବୋଲି କୁହନ୍ତି। ଏହାର ପରଦିନକୁ ବସୁମତୀ ସ୍ନାନ କୁହାଯାଏ। ଆଉ ଆଜି ହେଉଛି ରଜର ପୂର୍ବଦିନ, ମାନେ ସଜବାଜ। କ'ଣ ତମେ ସବୁ ଝିଅମାନେ ସଜବାଜ ହେବା ଆରମ୍ଭ କରିଦେଲଣି ନା ନାହିଁ? ପାଦରେ ଅଳତା ଲଗେଇବ, ହାତରେ କେତେ ସୁନ୍ଦର ସୁନ୍ଦର ମେହେନ୍ଦି ଲଗେଇବ, ମୁଣ୍ଡକୁ ଭଲ ଭାବରେ ବାନ୍ଧି ସଜେଇବ, ଏମିତି କେତେ କ'ଣ ସଜବାଜ ହେବ। ଆଉ ପୋଡ଼ ପିଠା ବି ଆଜି ହିଁ ପ୍ରସ୍ତୁତ କରାଯାଏ। ରଜରେ ଭାରି ମଉଜ କରିବ। ଏହି ରଜ ପର୍ବ ନାରୀମାନଙ୍କର ସମ୍ମାନ ଏବଂ ଭୂମିକୁ ପୂଜା କରିବା ଉପରେ ଆଧାରିତ। ଏହି ରଜ ଝିଅମାନଙ୍କର ମୁଖ୍ୟ ପର୍ବ ହେଇଥିଲେ ବି ଆବାଳ ବୃଦ୍ଧ ବନିତା ମନ ଭରି ଉପଭୋଗ କରନ୍ତି ରଜ 3 ଦିନର ଏହି ଖୁସିର ମୁହୂର୍ତ୍ତକୁ। ହଁ ରେ ପିଲାଏ, ପୋଡ଼ ପିଠା, ଖିଲି ପାନ, ଲୁଡୋ, ବାଗୁଡ଼ି, ତାସ ଖେଳ ଆଉ ଦୋଳି ଖେଳର ଆସର ଭିତରେ ଆମେ ଭୁଲିଯାଉ ଏହି ଅସହ୍ୟ ଗରମ ଆଉ ଗୁଳୁଗୁଳିର କଷ୍ଟକୁ। ଚାଷୀ ଭାଇର ଚାଷ କାମ ବନ୍ଦ ଆଉ ତମମାନଙ୍କର ସ୍କୁଲ ବି ବନ୍ଦ। ଏତିକି ବେଳେ ସହରରେ ରହୁଥିବା ଲୋକମାନେ ନିଜ ନିଜର କର୍ମକ୍ଷେତ୍ରରୁ ବିରତି ନେଇ ମିଳନର ମହା ଆନନ୍ଦକୁ ଉପଭୋଗ କରନ୍ତି। ସତରେ ପିଲେ, ରଜ ଉତ୍ସବ ନୁହେଁ ତ ମହା ଉତ୍ସବ। ମଥାରେ ଟିପି ଟିପି ଚନ୍ଦନ ଟୋପା, କୁଙ୍କୁମ, ପାଦରେ ଅଳତା ସାଙ୍ଗକୁ ପାଉଁଜି, ହାତରେ ମେହେନ୍ଦି ସାଙ୍ଗକୁ ନୂଆ ଜାମାପଟା। ଝିଅମାନଙ୍କର ଖୁସି କହିଲେ ନ ସରେ। ଘର ଘର ବୁଲି ପିଠା ଖାଇବା ଆଉ ଖୁଆଇବାର ମଜା ବି ବେଶ୍ ନିଆରା। ପୁଣି କେତେ ପ୍ରକାରର ଦୋଳି, ଏଇ ଯେମିତି ବାଉଁଶ ଦୋଳି, କାଠପଟା ଦୋଳି ଆଉ ପୁଚି ଖେଳ, ଭାରି ମଜା। ତା ସାଙ୍ଗକୁ ପୁଣି ଗାଁ ଗାଁରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ଏସବୁକୁ ମନ ଭରି ଉପଭୋଗ କରିବା ପାଇଁ ସଜ ହେଇ ଅପେକ୍ଷା କରିଥାଅ କାଲିର ଦିନକୁ। ହେଲେ ତା ପୂର୍ବରୁ ଆମ କାର୍ଯ୍ୟକ୍ରମରେ ଶୁଣିବା ଭଉଣୀ ସାଗରିକା ସିଂଙ୍କ କଣ୍ଠରୁ ଏଇ ଗୀତଟି।
ପିଲାଏ, ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା ତଥା ଭକ୍ତକବି ହେଉଛନ୍ତି ଯଶୋବନ୍ତ ଦାସ। ସେ ଜଣେ ମହାନ ଯୋଗୀ ଓ ସିଦ୍ଧ ପୁରୁଷ ଥିଲେ। ଯଶୋବନ୍ତ ଦାସ ଅନେକ ଧାର୍ମିକ ଗ୍ରନ୍ଥ, ଭଜନ ଏବଂ ମାଳିକା ରଚନା କରିଛନ୍ତି। ତାଙ୍କର ଭଜନ ଓ ଭବିଷ୍ୟତବାଣୀ ବା ମାଳିକା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ। ଆସ ପିଲେ, ସେହି ସିଦ୍ଧ ପୁରୁଷ ଯଶୋବନ୍ତ ଦାସଙ୍କ ବିଷୟରେ ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ। ପିଲାମାନେ, ତମେ ପଞ୍ଚସଖା ବୋଲି ଗୋଟେ ଶବ୍ଦ ଶୁଣିଥିବ। ଷୋଡ଼ଶ ଶତାବ୍ଦୀରେ ଯେଉଁ 5 ଜଣ ସନ୍ଥ ଓଡ଼ିଶାରେ ଜନ୍ମଗ୍ରହଣ କରି ଓଡ଼ିଆ ଧର୍ମ ସାହିତ୍ୟର ପ୍ରଚାର ପ୍ରସାର କରିଥିଲେ, ସେମାନେ ପଞ୍ଚସଖା ନାମରେ ପରିଚିତ। ଏବେ ବୁଝିଲେ ତ ପଞ୍ଚସଖା କିଏ? ସେମାନଙ୍କ ନାମ ମୁଁ କହୁଛି, ମନ ଦେଇ ଶୁଣ। ସେମାନେ ହେଲେ ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ ଓ ଜଗନ୍ନାଥ ଦାସ। ସେମାନେ ଶ୍ରୀକ୍ଷେତ୍ର ପୁରୀରେ ଏକାଠି ହୋଇ ସତ୍ୟ, ଧର୍ମ ତଥା ଆଧ୍ୟାତ୍ମିକତାର ବାଣୀ ପ୍ରଚାର କରିଥିଲେ। ମୁଁ ଆଜି ତୁମକୁ ସେହି ପଞ୍ଚସଖାଙ୍କ ମଧ୍ୟରୁ ଯଶୋବନ୍ତ ଦାସଙ୍କ ବିଷୟରେ କହୁଛି, ମନ ଦେଇ ଶୁଣ। ଯଶୋବନ୍ତ ଦାସ 1487 ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ଏକାଦଶୀ ତିଥିରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ଥାନା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମରେ ଏକ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ବଳଭଦ୍ର ମଲ୍ଲ ଓ ମାଆଙ୍କ ନାମ ରେଖା ଦେବୀ। ଯଶୋବନ୍ତ ପିଲାଦିନୁ ଅତ୍ୟନ୍ତ ଭଦ୍ର ଓ ନମ୍ର ଓ ଈଶ୍ୱର ବିଶ୍ୱାସୀ ଥିଲେ। ତାଙ୍କର ଏହିସବୁ ଭଲ ଗୁଣ ଦେଖି ଅଢ଼ଙ୍ଗଡ଼ର ରାଜା ରଘୁରାମ ଚମ୍ପତି ରାୟ ନିଜ ଭଉଣୀ ଅଞ୍ଜନାକୁ ଯଶୋବନ୍ତଙ୍କ ସହିତ ବିବାହ ଦେଇଥିଲେ। ବିବାହର କିଛି ଦିନ ପରେ ଯଶୋବନ୍ତ ଘର ଛାଡ଼ି ଚାଲିଯାଇଥିଲେ। ପରେ ସେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରି ଭାରତର ବିଭିନ୍ନ ତୀର୍ଥ ଦର୍ଶନ କଲେ। ଯଶୋବନ୍ତ ପାରିବାରିକ ସମ୍ପର୍କ ତୁଟାଇ ସନ୍ନ୍ୟାସୀ ହେଲେ। ଜୀବନର ପରମ ସତ୍ୟକୁ ହୃଦୟଙ୍ଗମ କରି ପରମାତ୍ମାକୁ ପାଇବା ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ କଲେ। ଶେଷରେ ଶ୍ରୀକ୍ଷେତ୍ର ଧାମକୁ ଫେରି ଶ୍ରୀ ଚୈତନ୍ୟ ଦେବଙ୍କୁ ଭେଟିଲେ। ଶ୍ରୀ ଚୈତନ୍ୟ ଦେବଙ୍କ ଅପୂର୍ବ ଅଲୌକିକ ଲୀଳାରେ ସେ ପ୍ରଭାବିତ ହୋଇ ତାଙ୍କୁ ଗୁରୁ କରି ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ଶ୍ରୀକ୍ଷେତ୍ରରେ ଥିବାବେଳେ ସେ ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଜଗନ୍ନାଥ ଦାସଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ସହିତ ସେଠାରେ କିଛି ଦିନ ରହିବା ପରେ ଯଶୋବନ୍ତ ନାମଧର୍ମ ପ୍ରଚାର ପାଇଁ ନିଜ ଗାଁ ଅଢ଼ଙ୍ଗଡ଼କୁ ଫେରିଥିଲେ। ଯଶୋବନ୍ତଙ୍କ ଫେରିବା ଦେଖି ରାଜା ରଘୁରାମ ତାଙ୍କ ପାଇଁ ଅଢ଼ଙ୍ଗଗଡ଼ରେ ଗୋଟିଏ ମଠ ତିଆରି କରିଦେଇଥିଲେ। ଯଶୋବନ୍ତ ସେହି ମଠରେ ରହି ଅନେକ ଗ୍ରନ୍ଥ ରଚନା କରିବାକୁ ଲାଗିଲେ। ସେହି ଗ୍ରନ୍ଥଗୁଡ଼ିକ ନାମ କହୁଛି, ମନ ଦେଇ ଶୁଣ। ସେ ଗ୍ରନ୍ଥଗୁଡ଼ିକ ହେଲା ଶିବ ସରଦୟ, ପ୍ରେମ ଭକ୍ତି ବ୍ରହ୍ମଗୀତା, ଆତ୍ମା ପରଚେ ଗୀତା, ଲୋକ ଲୋଇ ଗୀତା, ବନଭୋଜି ବୋଲି, ଦିବ୍ୟ ଦେହ ଷଷ୍ଠୀ ମେଳା, ଟୀକା ଗୋବିନ୍ଦଚନ୍ଦ୍ର ଆଦି ଏହିପରି ଅନେକ ଅଛି। ଏହା ଛଡ଼ା ସେ ଅନେକ ଭଜନ, ଜଣାଣ ଓ ମାଳିକା ମଧ୍ୟ ଲେଖି ଯାଇଛନ୍ତି। ଯଶୋବନ୍ତ ନିଜ ଶରୀର ମଧ୍ୟରେ କୁଣ୍ଡଳିନୀ ଶକ୍ତିର ଜାଗ୍ରତ କରୁଥିଲେ। ଏହା ଫଳରେ ସେ ନିଜ ଇଚ୍ଛା ଶକ୍ତି ବଳରେ ସବୁକିଛି କରିପାରୁଥିଲେ। ଏହାକୁ ସ୍ୱରସାଧନ ପ୍ରଣାଳୀ କୁହାଯାଏ। ଏହାଦ୍ୱାରା ତାଙ୍କ ନିର୍ଦ୍ଦେଶରେ ଖଣ୍ଡିଆ କାନ୍ଥ ଚାଲିବା, ଫଳନ୍ତି ନଡ଼ିଆ ଗଛ ନଇଁ ଆସିବା ଓ ମେଘ ତାଙ୍କ ଅଛୁଆଣି ଚାଳିଆକୁ ଛାଡ଼ି ଅନ୍ୟତ୍ର ବର୍ଷା କରିବା ଇତ୍ୟାଦି ଘଟୁଥିଲା। ସେ ଜଣେ ଅସାଧାରଣ ପ୍ରସିଦ୍ଧ ଯୋଗୀ ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। ଏକଥା ମନରେ ଭାବୁଥିବ ପିଲାମାନେ, ତମେ କେମିତି ଖଣ୍ଡିଆ କାନ୍ଥ ଚାଲିଲା, କେମିତି ଫଳନ୍ତି ଗଛ ନଇଁ ଆସିଲା। ସେ ଇଚ୍ଛା କଲେ ଗୋଟେ ଜାଗାକୁ ଯିବାକୁ, ଯେଉଁ ଠାକୁରଙ୍କୁ ଦର୍ଶନ କରିବାକୁ, ସିଏ ସେଇ ଖଣ୍ଡିଆ କାନ୍ଥ ଉପରେ ବସନ୍ତି। ସେ କାନ୍ଥ ଚାଲି ଚାଲି ସେଇ ଠାକୁରଙ୍କ ପାଖକୁ ଚାଲିଯାଏ। ଥରେ ବର୍ଷା ଆସିଲା, ତାଙ୍କର ଚାଳିଆ ଖଣ୍ଡକ ଛପର କରାହେଇନଥିଲା। ସେ ପ୍ରାର୍ଥନା କଲେ ଇନ୍ଦ୍ରଦେବଙ୍କୁ, ତାଙ୍କର ସେ ଚାଳିଆକୁ ଛାଡ଼ି ସବୁଆଡ଼େ ବର୍ଷା ହେଲା, କିନ୍ତୁ ତାଙ୍କ ଚାଳିଆରେ ବର୍ଷା ହେଲା ନାହିଁ। ଜଣେ କହିଲା, ମୋତେ ଗୋଟେ ନଡ଼ିଆ ଦରକାର। ସେ ଗଛକୁ ମନ୍ତ୍ର ପଢ଼ିଲେ, ନଇଁ ଆସିଲା ନଡ଼ିଆ ଗଛ। ସେଥିରୁ ସେ ନଡ଼ିଆ ତୋଳିକିରି, ପଇଡ଼ ତୋଳିକିରି ଅନ୍ୟମାନଙ୍କୁ ଦେଲେ ଖାଇବାକୁ। ଏହିସବୁ ଦେଖି ଲୋକମାନେ ତ ଆଶ୍ଚର୍ଯ୍ୟ ହେଉଥିଲେ। ପ୍ରକୃତରେ ସେ ଜଣେ ଅସାଧାରଣ ସିଦ୍ଧ ଯୋଗୀ ଭାବରେ ସମଗ୍ର ଓଡ଼ିଶାରେ ପରିଚିତ। ତାଙ୍କ ଯୋଗମାର୍ଗର ସାଧାରଣ ପ୍ରଧାନ ଦିଗ ଥିଲା ମନକୁ ମୋହମାୟା ଠାରୁ ଦୂରରେ ରଖି ସ୍ୱରସାଧନ ଶକ୍ତିକୁ କାର୍ଯ୍ୟରେ ଲଗାଇବା। ସେହି ସ୍ୱରସାଧନ ଶକ୍ତି ଯୋଗୁଁ ହିଁ ସେ ଏସବୁ ଅଲୌକିକ କାର୍ଯ୍ୟ କରିପାରୁଥିଲେ। ତାଙ୍କ ପ୍ରେମ ଭକ୍ତି ବ୍ରହ୍ମଗୀତାରେ ସେ ଜ୍ଞାନମିଶା ଭକ୍ତି ଯୋଗର ପରାକାଷ୍ଠା ବର୍ଣ୍ଣନା କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି, ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରୀ। ଏହାର ଅର୍ଥ ହେଲା, ରାଧାକୃଷ୍ଣ ହେଉଛନ୍ତି ଅପ୍ରାକୃତ ପ୍ରେମ, ଯିଏ ରାଧା ସିଏ ହିଁ କୃଷ୍ଣ। ତେଣୁ ସେ ଲେଖିଛନ୍ତି ଅପ୍ରାକୃତ ପ୍ରେମ ମୂର୍ତ୍ତି, ପ୍ରାକୃତ ନୁହଁ, ସେ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ରାଧାଙ୍କର ଜୟ ଗାନ କରିଛନ୍ତି, ହରିଙ୍କର ଜୟ ଗାନ କରିଛନ୍ତି।
ସେହିପରି ଯଶୋବନ୍ତଙ୍କ ବିଚାରରେ ମାନବ ଜନ୍ମର ପ୍ରକୃତ କର୍ତ୍ତବ୍ୟ ହେଉଛି ପରମାତ୍ମା ପ୍ରତି ପ୍ରେମ ଭାବ ପୋଷଣ କରି ତାଙ୍କୁ ଅନ୍ତର ମଧ୍ୟରେ ସବୁବେଳେ ଆରାଧନା କରିବା। ପିଲାମାନେ, ତୁମେ ସବୁବେଳେ ପ୍ରଭୁଙ୍କୁ ଅନ୍ତର ଭିତରେ ରଖିଲେ ଭଲ ପାଠ ପଢ଼ିବ, ଭଲ ମଣିଷ ହେବ। ଏହି ଗ୍ରନ୍ଥରେ ସେ ଯେଉଁ ଲେଖିଥିଲେ ପ୍ରେମ ଭକ୍ତି ଗୀତା, ତାପରେ ସେଇ ଗ୍ରନ୍ଥରେ କ'ଣ ସେଇ ପ୍ରେମ ଭକ୍ତି ଗୀତାରେ ସେ କ'ଣ ଲେଖିଥିଲେ, ପୁଣି ଏଇଥିରେ ସେ ଶ୍ରୀମଦ୍ ଭଗବତ ଗୀତାର ବାଣୀକୁ ମଧ୍ୟ ସେ ପ୍ରଚାର କରିଥିଲେ। ସେହିପରି ଆତ୍ମା ପରେ ଯେ ଗୀତାରେ ସେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କଠାରୁ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିବା କଥା ଲେଖିଛନ୍ତି। କ'ଣ କହିଛନ୍ତି, କେଡ଼େ ଆଶ୍ଚର୍ଯ୍ୟ କଥା, କେଡ଼େ ବଡ଼ ଭକ୍ତ ସେ। ପ୍ରଭୁ ଜଗନ୍ନାଥଙ୍କୁ ଯିଏ ଜଗତର କର୍ତ୍ତା, ତାଙ୍କୁ ସେ ଗୁରୁ କରିଛନ୍ତି, ସିଏ ତାଙ୍କୁ ମନ୍ତ୍ର ଦୀକ୍ଷା ଦେଇଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ପିଲାମାନେ। ସେ କ'ଣ ଲେଖିଛନ୍ତି କହିଲେ ତାଙ୍କ ସେଥିରେ, ଗୋପାଳ ଅଷ୍ଟାଦଶାକ୍ଷର ମନ୍ତ୍ର ମୋତେ ଦୀକ୍ଷା ଦେଲେ ଶ୍ରୀଜଗନ୍ନାଥ, ମଥା ଉପରେ ମୋ ଶ୍ରୀହସ୍ତ ଦେଇ ଉପଦେଶ ଦେଲେ କର୍ଣ୍ଣରେ ନେଇ, ଶ୍ରୀଜଗନ୍ନାଥ ଯେ ମୋହର ଗୁରୁ, ଏଣୁ ଭରସା ମୋର ମହାମେରୁ। ଆହା, କି ସୁନ୍ଦର କଥା। ଯିଏ ଏଡ଼େ ବଡ଼ ଠାକୁରଙ୍କୁ, ଯିଏ ଜଗତକର୍ତ୍ତାଙ୍କୁ ଯିଏ ଗୁରୁ କରିପାରିଛନ୍ତି, ତାଙ୍କଠାରୁ ବଡ଼ ଆଉ କିଏ ଅଛି? ତେବେ ଶୁଣ, ପୁଣି ସେ କ'ଣ କରିଛନ୍ତି। ସେହିପରି ତାଙ୍କର ରଚିତ ଟୀକା ଗୋବିନ୍ଦଚନ୍ଦ୍ର ଗ୍ରନ୍ଥରେ ବଙ୍ଗଦେଶର ଯୁବରାଜା ଗୋବିନ୍ଦଚନ୍ଦ୍ର କିପରି ରାଜସମ୍ପଦ ତ୍ୟାଗ କରି ହାଡ଼ିପାକୁ ଗୁରୁ କରିଥିଲେ, ଗୁରୁଙ୍କଠାରୁ ଦୀକ୍ଷା ନେଇ ସେ କିପରି ଅଜର ଅମର ହୋଇଥିଲେ, ତାହା ବର୍ଣ୍ଣନା କରିଛନ୍ତି। ଯେ ଗୁରୁଙ୍କ ଆଶୀର୍ବାଦରେ କିପରି ଆଶିଷ ବଢ଼ିଯାଏ ଓ ପୂର୍ବଜନ୍ମର କଳୁଷ ଦୂରେଇଯାଏ, ତାହା ଏହିପରି ବର୍ଣ୍ଣନା ହେଇଛି। କ'ଣ ନା, କହଇ ଯଶୋବନ୍ତ ଗୁରୁଙ୍କୁ ସେବା କରି, ସେନାମ ଧରି ଭବୁ ହୋଇବୁ ପାରି, ପୂର୍ବ ଜନ୍ମର କଳୁଷ ଚିତୁ ଦୂର କରି, ବସିବୁ ଦିନେ ବୈକୁଣ୍ଠ ଆବରି। ତୁ ଯଦି ସତ୍କର୍ମ କରିବୁ, ଗୁରୁଙ୍କୁ ଅନ୍ତରରେ ରଖି ଧ୍ୟାନ କରୁଥିବୁ, ତାହେଲେ ତୁ ନିଶ୍ଚିନ୍ତ ମୁକ୍ତି ପାଇ ବୈକୁଣ୍ଠକୁ ଯିବୁ। ସବୁ କଳମୁଷ ଦୂର ହୋଇଯିବ, ତୋର ଆଶିଷ ବଢ଼ିଯିବ। ସେଇଥିପାଇଁ ପରା କୁହାଯାଏ, ଆମେ କହନ୍ତିନି, ଗୁରୁଙ୍କୁ ନମଣି ମନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଯଶୋବନ୍ତ ଦାସଙ୍କ ଜୀବନଯାପନ ଯେପରି ଅଲୌକିକ ଘଟଣାରେ ପରିପୂର୍ଣ୍ଣ, ସେହିପରି ତାଙ୍କ ମହାପ୍ରାଣ ବା ମୃତ୍ୟୁ ମଧ୍ୟ ସେହିପରି ଅଲୌକିକ। ଏଇ ଯେଉଁ ଅଲୌକିକ କଥା କହୁଛି, ଟିକେ ମନ ଦେଇ ଶୁଣ। ଥରକର କଥା, ଅଢ଼ଙ୍ଗ ଗ୍ରାମର 4 ଜଣ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀ ଯାଇଥିଲେ। ସିଂହଦ୍ୱାରରେ ଯଶୋବନ୍ତଙ୍କ ସହିତ ତାଙ୍କର ଦେଖା ହେଇଗଲା। ସେମାନଙ୍କୁ ଦେଖି ଯଶୋବନ୍ତ କହିଲେ, ତୁମେମାନେ ମୋର ଏଇ କୋଠଘରକୁ ନେଇ ଅଢ଼ଙ୍ଗ ମଠ ଟିକେ ଦେଇଦେବ, ଆଉ କହିବ ଗୋସେଇଁ ଏବେ ଫେରିବେ ନାହିଁ। ଏତକ କହି ସେ ତରବରରେ ମନ୍ଦିର ଭିତରକୁ ଚାଲିଗଲେ, ସେ ଲୋକମାନଙ୍କୁ କୋଠକୁ ଦେଇକିରି। ଲୋକମାନେ ଗୋସେଇଁଙ୍କ କୋଠକୁ ଆଣି ମଠରେ ଦେବା ବେଳକୁ ଜାଣିଲେ, ପୂର୍ବ ଦିନଠୁ ଗୋସେଇଁ ସମାଧିସ୍ଥ ହୋଇଛନ୍ତି। ସେ ଦେହ ରଖିକିରି ନିଜେ ସମାଧି ନେଇଯାଇଛନ୍ତି। ସେହି ଦିନଟି ଥିଲା ମାର୍ଗଶିର ମାସ ଶୁକ୍ଳପକ୍ଷ ଓଢ଼ଣ ଷଷ୍ଠୀ। ସେହି ଅଲୌକିକ ଘଟଣାର ସତ୍ୟତାକୁ ଏବେ ମଧ୍ୟ ଯଶୋବନ୍ତଙ୍କର ସେହି କାଠ ନିର୍ମିତ କୋଠଉ ପ୍ରମାଣ କରୁଛି। ଦୀର୍ଘ 500 ବର୍ଷର ତଳର ସେହି କୋଠଉ ଭଳକ ଅଢ଼ଙ୍ଗଗଡ଼ ଯଶୋବନ୍ତ ଗାଦିଙ୍କ ପାଖରେ ପୂଜା ପାଉଛନ୍ତି। ପୁଣ୍ୟଶ୍ଳୋକ ଯଶୋବନ୍ତ ଦାସଙ୍କ ମହାପ୍ରାଣ ଦିବସ ପବିତ୍ର ଓଢ଼ଣ ଷଷ୍ଠୀରେ ଓଡ଼ିଶା ତଥା ଓଡ଼ିଶା ବାହାରୁ, ଭାରତରୁ ବହୁ ସାଧୁସନ୍ଥ ପ୍ରଭୃତି ତାଙ୍କ ସମାଧିପୀଠକୁ ଯାଇ ଦର୍ଶନ କରନ୍ତି। ସେଇଥିପାଇଁ ସେହିଦିନ ସେଇ ଯେଉଁ ପ୍ରସାଦ ତିଆରି ହୁଏ, ତାକୁ ଶ୍ରୀକ୍ଷେତ୍ର ଅଭଡ଼ା ଭାବେ ବା ମହାପ୍ରସାଦ ଭାବରେ ଗ୍ରହଣ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିର୍ଦ୍ଦେଶ ଦେଇଛନ୍ତି ବୋଲି କୁହାଯାଏ। ତେବେ ପିଲାମାନେ ଦେଖିଲ, କେତେ ଅଲୌକିକ ସନ୍ଥ ଜଣେ ଯଶୋବନ୍ତ ଗୋସେଇଁ। ତେବେ ତୁମେ ଏଇ ଓଢ଼ଣ ଷଷ୍ଠୀରେ କେମିତି ଯିବ, ସେ କଥା ବାପା ମାଆଙ୍କୁ କହି ଥରେ ଯାଇ ଓଢ଼ଣ ଷଷ୍ଠୀରେ ବୁଲି ଆସିବୁ। ଓଢ଼ଣ ଷଷ୍ଠୀ ହେଉଛି ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି। ରଜ ଆସିଛି, ପୁଣି ନେଇ ଆସିଛି କେତେ ହସ, ଖୁସି ଆଉ ଆନନ୍ଦର ମୁହୂର୍ତ୍ତ। ଶୁଣିବା ଆଉ ଗୋଟିଏ ଗୀତ, ଗାଇଛନ୍ତି ସନ୍ଧ୍ୟାରାଣୀ ଆଚାର୍ଯ୍ୟ। ରଜ ଆସିଛି, ଆଜି ରଜ ଆସିଛି, ରଜ ଆସିଛି, ଆଜି ରଜ ଆସିଛି, ସବୁରି ଓଠରେ ଆଜି ହସ ଖୁସି ଭରିଛି, ରଜ ଆସିଛି, ଆଜି ରଜ ଆସିଛି, ରଜ ଆସିଛି, ଆଜି ରଜ ଆସିଛି। ବରଗଛ ଡାଳେ ଦେଖ ଲାଗିଅଛି ଦୋଳି,
ଖୁସି ଭରିଛି ରଜ ଆସିଛି ଆଜି ରଜ ଆସିଛି ରଜ ଆସିଛି ଆଜି ରଜ ଆସିଛି ରଜ ଆସିଛି ଆଜି ରଜ ଆସିଛି। ପିଲାମାନେ, ସେ ଥିଲେ ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା 1857 ମସିହାରେ ଭାରତରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ନାୟିକା। ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ। ସେ ଆଉ କେହି ନୁହନ୍ତି, ସେ ଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ। ଆସ ତାଙ୍କ ବିଷୟରେ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବିଦ୍ୟୁତ୍ ପ୍ରଭା ଦେଓ। ବାରାଣାସୀର ଏକ ମରାଠା ବ୍ରାହ୍ମଣ ପରିବାରରେ 1828 ମସିହା ନଭେମ୍ବର 19 ତାରିଖରେ ପିତା ମେରାପନ୍ତ ତାମ୍ବେ ଓ ମାତା ଭାଗୀରଥୀ ବାଇଙ୍କ କୋଳରେ ଏକ କନ୍ୟା ଜନ୍ମ ହୋଇଥିଲା। କନ୍ୟାଟିର ନାମ ରଖାଯାଇଥିଲା ମଣିକର୍ଣ୍ଣିକା। ଶ୍ରଦ୍ଧାରେ ଡାକୁଥିଲେ ମନୁ। ପିତା ଥିଲେ ମରାଠା ବାଜିରାଓଙ୍କ ରାଜଦରବାରର ମନ୍ତ୍ରୀ। ମା ଥିଲେ ବୁଦ୍ଧିମତୀ, ସୁସଂସ୍କୃତ ଓ ଧର୍ମନିଷ୍ଠ ସ୍ୱଭାବର। କୁନି ଝିଅଟି ଜନ୍ମ ବେଳେ ତାଙ୍କ ଗୁରୁ ଚନ୍ଦନ ହଜୁରୀ ବା ଚାକ୍ଷିଖୁଣ୍ଟିଆ କହିଥିଲେ, ଏ ଝିଅ ଦିନେ ରାଣୀ ହେବ। ସତକୁ ସତ ମନୁ ଦିନେ ଝାନ୍ସୀ ରାଜ୍ୟର ରାଣୀ ହୋଇ ରାଣୀ ଲକ୍ଷ୍ମୀବାଇ ନାମରେ ପରିଚିତ ହୋଇଥିଲେ। ମନୁକୁ ଯେତେବେଳେ 4 ବର୍ଷ, ସେତେବେଳେ ତାଙ୍କ ମାତା ଭାଗୀରଥୀ ବାଇଙ୍କର ମୃତ୍ୟୁ ହେଲା। ଝିଅର ଦାୟିତ୍ୱ ନେବ କିଏ? ତେଣୁ ମେରାପନ୍ତ ନିଜ ସାଥିରେ ମନୁକୁ ରାଜମହଲକୁ ନେଇ ଯାଉଥିଲେ। ବାଜିରାଓ ଛୋଟ ଝିଅଟିର ଚଳଚଞ୍ଚଳତା, ବୁଦ୍ଧିମତା, ରୂପ ଗୁଣରେ ମୁଗ୍ଧ ହୋଇ ତାକୁ ଛବିଲି ବୋଲି ଡାକୁଥିଲେ। ମନୁ ପିଲାବେଳୁ ଶସ୍ତ୍ର ଓ ଶାସ୍ତ୍ରବିଦ୍ୟା ଉଭୟ ଶିଖୁଥିଲେ। ଘୋଡ଼ା ଚଢ଼ାରେ ବେଶ୍ ପାରଙ୍ଗମ ଥିଲେ। ଥରେ ବାଜିରାଓଙ୍କ ପୁତ୍ର ନାନା ସାହେବଙ୍କ ସହ ଘୋଡ଼ା ଦୌଡ଼ କରୁଥିଲା ବେଳେ ନାନା ଘୋଡ଼ାରୁ ତଳେ ପଡ଼ିଗଲେ। ନାନାଙ୍କୁ ତଳୁ ଉଠାଇ ନିଜ ଘୋଡ଼ାରେ ବସାଇ ନଅରରେ ପହଞ୍ଚିବା ଦେଖି ମେରାପନ୍ତ କହିଲେ, ଏପରି ଦୁଃସାହସ କରିବା ଠିକ୍ ନୁହେଁ। ମନୁ ତୁରନ୍ତ ଉତ୍ତର ଦେଇଥିଲେ, ମହାଭାରତ ଯୁଦ୍ଧରେ ବାଳକ ଅଭିମନ୍ୟୁ ତ ବୀରତ୍ୱ ଦେଖାଇଥିଲେ। ଝିଅର ଯୁକ୍ତି ଶୁଣି ପିତା ଚୁପ୍ ରହିଥିଲେ। ମନୁ ଓ ନାନା ଦୁହେଁ ଭଲ ସାଙ୍ଗ ଥିଲେ। ଥରେ ନାନା ହାତୀ ଚଢ଼ି ବୁଲିବାକୁ ଯିବାବେଳେ ମନୁକୁ ଡାକିଲେ ନାହିଁ। ମନୁ ବହୁତ କାନ୍ଦିଲା। ପିତା ମେରାପନ୍ତ କହିଥିଲେ, ଗୁରୁ କହିଛନ୍ତି ତୁ ରାଣୀ ହେବୁ, କେତେ ହାତୀ ଚଢ଼ିବୁ। ସେତେବେଳେ ଇଂରେଜମାନେ ଜୋର ଜବରଦସ୍ତ ମରାଠା ରାଜ୍ୟ ସବୁ ଦଖଲ କରି ରାଜା ଓ ପ୍ରଜାଙ୍କୁ ପୀଡ଼ା ଓ ନିର୍ଯାତନା ଦେଉଥିଲେ। ଧନ ସମ୍ପତ୍ତି ବୋହି ନେଇ ବନ୍ଧୁକ, ଗୁଳି, ଚାବୁକ ପ୍ରହାରରେ ଚାକର ପରି ଖଟାଉଥିଲେ। ଦେଶପ୍ରେମୀ ଦୃଢ଼ମନା ମନୁ ଏସବୁ ଦେଖି ବିବ୍ରତ ହେଉଥିଲା। ଇଂରେଜଙ୍କୁ ନ ଡରି ତାଙ୍କ ଧମକର ପ୍ରତିବାଦ କରୁଥିଲା। ଇଂରେଜଙ୍କ ବ୍ୟବହାରିକ ଜିନିଷ ପାଇଲେ ଫିଙ୍ଗି ଦେଉଥିଲା। ବାପାଙ୍କଠାରୁ ଗାଳି ଶୁଣେ ସିନା, ଦମ୍ଭୋକ୍ତି ଛାଡ଼େ ନାହିଁ। ଛୋଟ ମନୁର କାର୍ଯ୍ୟକଳାପରେ ଇଂରେଜମାନେ ଅତିଷ୍ଠ ହୋଇ ପ୍ରତିରୋଧ କଲେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ଥରେ ମନୁ ହାତରେ ଗୋଟିଏ ଖଣ୍ଡା ଧରିଥିବା ଦେଖି ବାପା କହିଲେ, ତଳେ ଥୋଇଦେ। ମନୁର ଉତ୍ତର ଥିଲା, ନା, ଇଂରେଜମାନଙ୍କୁ ଏ ଖଣ୍ଡାରେ ହଟାଇ ସାରିଲେ ତଳେ ଯାଇ ଥୋଇବି। ଝିଅର ଏପରି ବିଦ୍ରୋହୀ ଭାବ ପାଇଁ ମେରାପନ୍ତ ଚିନ୍ତିତ ରହନ୍ତି। କିନ୍ତୁ ବାଜିରାଓ ଛବିଲିର ସାହସିକତାରେ ବିମୁଗ୍ଧ ହୋଇ କୋଳକୁ ଟାଣି ନିଅନ୍ତି। ମନୁକୁ ଯେତେବେଳେ 14 ବର୍ଷ, ସେତେବେଳେ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ। ଗଙ୍ଗାଧର ରାଓ ମନୁଠାରୁ ଢେର ବଡ଼ ଥିଲେ। ରାଜାଙ୍କୁ ବିବାହ ପରେ ମନୁଙ୍କ ନାମ ହେଲା ଝାନ୍ସୀ ରାଣୀ ଲକ୍ଷ୍ମୀବାଇ। ଗଙ୍ଗାଧର ରାଓ କଳା ସଂସ୍କୃତିକୁ ଆଦର କରୁଥିଲେ ସତ, କିନ୍ତୁ କଠୋର ଶାସକ ଥିଲେ। ଥରେ ରାଜାଙ୍କ ସହ ରାଣୀ ଏକ ମନ୍ଦିରକୁ ଯିବା ବାଟରେ କରୁଣ ଚିତ୍କାର ଶୁଣି କାରଣ ପଚାରିଲେ, କାହିଁକି ଏପରି କରୁଣ ଚିତ୍କାର ଶୁଭୁଛି? ରାଜା କହିଲେ, ମୃତ୍ୟୁଦଣ୍ଡ ପାଇବାକୁ ଥିବା ପ୍ରଜାଙ୍କୁ ପ୍ରହାର କରାଯାଉଛି। ଲକ୍ଷ୍ମୀବାଇ ବୁଝାଇଥିଲେ, ମନ୍ଦିର ଯିବା ବାଟରେ ଏସବୁ ଅଶୋଭନୀୟ, କେବେ ଶୋଭା ପାଏ ନାହିଁ। ସେହିଦିନଠାରୁ ରାଜା ଏ କଠୋର ଶାସ୍ତିରୁ ହଟି ଯାଇଥିଲେ। ରାଜାଙ୍କର ଅନେକ ହାତୀ ଘୋଡ଼ା ମଧ୍ୟରୁ ଦକ୍ଷିଣକର୍ଣ୍ଣି ନାମକ ହାତୀଟିକୁ ଲକ୍ଷ୍ମୀବାଇଙ୍କୁ ଶ୍ରଦ୍ଧାର ସହିତ ଉପହାର ଦେଇଥିଲେ। 1 ବର୍ଷ ପରେ ଲକ୍ଷ୍ମୀବାଇଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା।
କିନ୍ତୁ 4 ମାସ ପରେ ମୃତ୍ୟୁବରଣ କଲା। ତାପରେ ରାଜା ଅସୁସ୍ଥ ହେଲେ। ଦାମୋଦର ନାମକ ଏକ ବାଳକକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲେ। ଠିକ୍ 3 ବର୍ଷ ପରେ ରାଜାଙ୍କର ମୃତ୍ୟୁ ହେଲା। ରାଣୀ ଜାଣିଥିଲେ ଦିନେ ତାଙ୍କୁ ରାଜ୍ୟଭାର ଗ୍ରହଣ କରିବାକୁ ପଡ଼ିବ। ଲକ୍ଷ୍ମୀବାଇ ପ୍ରଜାମାନଙ୍କୁ ପୁତ୍ର ସମ ପାଳନ କରି ପୁତ୍ର, ସ୍ୱାମୀ ଓ ଏକଲାପଣ କଷ୍ଟ ଭୁଲିଗଲେ। ସେତେବେଳକୁ ଇଂରେଜମାନେ ଝାନ୍ସୀ ଅଧିକାରର ମସୁଧା କରିଥିଲେ। ଝାନ୍ସୀ ଥିଲା ଯୁଦ୍ଧର ପ୍ରମୁଖ କେନ୍ଦ୍ର। ଇଂରେଜ ରାଜଗାଦି ଉଚ୍ଛେଦ କରି ରାଣୀକୁ ମାସିକ 5,000 ଟଙ୍କା ପେନ୍ସନ୍ ଦେଉଥିଲେ। ରାଣୀ ରାଜମହଲ ଛାଡ଼ି ରାଣୀମହଲକୁ ଗଲେ। ପୋଷ୍ୟପୁତ୍ରକୁ ମୋକଦ୍ଦମା କରି ଇଂରେଜ ନାକଚ କଲେ। ପେନ୍ସନ୍ ଟଙ୍କାକୁ ମୋକଦ୍ଦମା ଖର୍ଚ୍ଚ ବାବଦ କିଛି କାଟିନେଲେ। ତଥାପି ରାଣୀ ଲକ୍ଷ୍ମୀବାଇ ଭାଙ୍ଗି ପଡ଼ିଲେ ନାହିଁ। ଏକୁଟିଆ ଯୁଦ୍ଧ ଲଢ଼ିଲେ ଜିତିପାରିବେ ନାହିଁ ଚିନ୍ତା କରି ବୁଦ୍ଧିମତୀ ରାଣୀ ନିକଟ ଓ ଦୂରଦୂରାନ୍ତ ଲୋକ ସମ୍ପର୍କ ରଖି ସ୍ୱୟଂସେବକ ଯୁଦ୍ଧ ଗୋଷ୍ଠୀ ତିଆରି କଲେ। ଝିଅବେଳୁ ଅସ୍ତ୍ରଚାଳନା, ଧନୁର୍ବିଦ୍ୟାରେ ଦକ୍ଷତା ଥିଲା। ସ୍ୱାମୀ ଗଙ୍ଗାଧର ରାଓ କହିଥିଲେ, ଲକ୍ଷ୍ମୀ ମୋ ରାଣୀ ହେଲେ ମଧ୍ୟ ଯୋଦ୍ଧାର ସବୁ ଗୁଣ ତାଙ୍କ ପାଖରେ ଅଛି। ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କଲେ। ସେ ବୀର ବିକ୍ରମରେ ସୈନ୍ୟବେଶରେ ଖड्ଗ ଖର୍ପର ଢାଲ ଧରି କେବେ ହାତୀ ଓ କେବେ ଘୋଡ଼ା ପୃଷ୍ଠରେ ବସି ରଣଭୂମିରେ ଅବତୀର୍ଣ୍ଣ ହେଉଥିଲେ। ସେ ରଣଚଣ୍ଡୀ ବେଶ ଓ ରଣହୁଙ୍କାର ଶୁଣି ଶତ୍ରୁ ଭୟ କରୁଥିଲେ। ପୁତ୍ର ଦାମୋଦରକୁ ପିଠିରେ ବାନ୍ଧିଥାନ୍ତି। ପ୍ରଜାମାନଙ୍କ ପ୍ରତି ନଜର ରଖୁଥାନ୍ତି। ଦୃଢ଼ତାର ସହ କହନ୍ତି, ଆମେ ନିଶ୍ଚୟ ଏ ଯୁଦ୍ଧ ଜିତିବା। ଭାରତ ଆମ ଦେଶ। ବିଦେଶୀର ଦାସତ୍ୱ ସହିବା କାହିଁକି? ଗୋଲାମଗିରି ଲଜ୍ଜାଜନକ। ଆମର ସ୍ୱରାଜ ଦରକାର। ସ୍ୱାଭିମାନୀ ଲକ୍ଷ୍ମୀବାଇ ଯୋଦ୍ଧା ବେଶରେ କହୁଥାନ୍ତି, ଦୂରଚାରୀ, ଅନ୍ୟାୟୀ, ବିଧର୍ମୀ ଇଂରେଜଙ୍କୁ ଦଣ୍ଡିତ କରି ରାଜ୍ୟ ପ୍ରତିଷ୍ଠା କରିବା, ହିନ୍ଦୁ ଧର୍ମ ନଷ୍ଟ କରିବାକୁ ତୋପରେ ଘୁଷୁରୀ ଓ ଗାଈ ଚମଡ଼ା ଲଗାଇ ଦାନ୍ତରେ ଟାଣିବାକୁ ଆମକୁ ଜୋର କରୁଛନ୍ତି। ବୀରଦର୍ପୀ ରାଣୀକୁ ସ୍ୱେଚ୍ଛାଚାରୀ ନିଷ୍ଠୁରା ଆଖ୍ୟା ଦେଉଥିଲେ। ରାଣୀଙ୍କ ଦ୍ୱାରା ଇଂରେଜମାନଙ୍କୁ ଚାବୁକରେ ପ୍ରହାର ଦେଖି ହଣ୍ଟରବାଲି କହୁଥିଲେ, ଘମାଘୋଟ ଲଢ଼େଇ ଚାଲିଥାଏ। ତାଙ୍କର ଅନେକ ସୈନ୍ୟଙ୍କ ପ୍ରାଣବଳୀ ଲକ୍ଷ୍ମୀବାଇଙ୍କ କୋମଳ ହୃଦୟକୁ ଆଘାତ ଦେଉଥିଲେ ମଧ୍ୟ ଯୁଦ୍ଧରୁ ବିରତ ହେଉନଥାନ୍ତି। ବିଚଳିତ ନ ହୋଇ କହୁଥାନ୍ତି, ମୋ ନିଜ ଉପରେ ମୋର ଯଥେଷ୍ଟ ଭରସା ଅଛି। ଜନ୍ମଭୂମିର ମାନ ରଖିବାକୁ ଈଶ୍ୱର ମୋତେ ଶକ୍ତି ଦେଇ ପଠାଇଛନ୍ତି। ପ୍ରାଣ ବିନିମୟରେ ଝାନ୍ସୀକୁ ରକ୍ଷା କର, ଆମେ ଭୀରୁ ନୁହନ୍ତି। ଏହି ସମୟରେ କାଲ୍ପି ସହରରେ ପହଞ୍ଚି ତାନ୍ତିଆ ଟୋପେଙ୍କ ସହ ସାକ୍ଷାତ ହେଲା। ତାନ୍ତିଆ ଟୋପେ ଓ ଝାନ୍ସୀ ଉଭୟ ଦଳ ସୈନ୍ୟଙ୍କ ସହଯୋଗରେ ଗୋଆଲିୟରଠାରେ ଶତ୍ରୁଙ୍କ ଦୁର୍ଗକୁ କବ୍ଜା କଲେ। ଲକ୍ଷ୍ମୀବାଇଙ୍କ ଉଗ୍ର ଯୋର୍ଦ୍ଧ୍ରୀ ବେଶ ଓ ଦୃଢ଼ ଦମ୍ଭବାଣୀ ଇଂରେଜଙ୍କୁ ହତୋତ୍ସାହିତ କରୁଥିଲା। ଦିନେ ସନ୍ଧ୍ୟାରେ ଜଙ୍ଗଲ ବାଟ ଦେଇ ଦୁର୍ଗକୁ ଫେରିଲା ବେଳେ ସାଥୀ ଯୋଦ୍ଧାମାନେ ଇଂରେଜଙ୍କ ଦ୍ୱାରା ନିହତ ହେଲେ। ରାଣୀ କ୍ରୁଦ୍ଧ ହୋଇ ପ୍ରତି ଆକ୍ରମଣ କଲେ। ରାଣୀଙ୍କ ଡାହାଣ ପଟ ବେକ ଓ ଆଖି ଆହତ ହୋଇଥିଲା। ଛାତିରୁ ଧାର ଧାର ରକ୍ତ ଝରୁଥିଲା। ଏକ ହାତରେ ରକ୍ତକୁ ଚାପି ଗୋଟା ଗୋଟା ଇଂରେଜ ସୈନ୍ୟଙ୍କୁ ପରାସ୍ତ କରୁଥାନ୍ତି। ସତେ ଅବା କାଳୀ କରାଳି ଚଣ୍ଡୀ ମାତାଙ୍କ ଆବିର୍ଭାବ ହୋଇଥିଲା। ମାର ଅବା ମର, ଝାନ୍ସୀ ରାଜ୍ୟ ଆମର ଦାବି, ଝାନ୍ସୀ ରାଜ୍ୟ ଆମର ଦାବି, ଭୟ କର ନାହିଁ। ନିଜ ଆଘାତ ପ୍ରତି ଖାତିର ନଥାଏ। ଶେଷରେ ରାଣୀଙ୍କ ଜଙ୍ଘକୁ ଆଘାତ ପ୍ରାପ୍ତ କଲେ। ଅନେକ ରକ୍ତ ଝରିବାରୁ ସେ ଅଚେତ ହୋଇ ତଳେ ପଡ଼ିଗଲେ। ଚାଖି ଖୁଣ୍ଟିଆ ଲୁଚି ଲୁଚି ଛଦ୍ମବେଶରେ ଏସବୁ ଦେଖୁଥାନ୍ତି ଓ ସାହାଯ୍ୟ ମଧ୍ୟ କରୁଥାନ୍ତି। ତାଙ୍କ ଚିକିତ୍ସା ପାଇଁ ରଘୁନାଥ ସିଂ ଆଶ୍ରମକୁ ନେଇଗଲେ। ଲକ୍ଷ୍ମୀବାଇ କ୍ଷୀଣ ଚେତା ପାଇ ଗୁଣୁଗୁଣୁ ହୋଇ ଭାଗବତ ଗାଉଥାନ୍ତି। ସାଧୁଙ୍କ ପାଦ ଧୂଳି ନେବାକୁ ଯାଇ ଜାଣିଲେ ଗୁରୁ ଚନ୍ଦନ ହଜୁରୀଙ୍କ କୋଳରେ ମଥା ରଖି ଶୋଇଛନ୍ତି। ତାପରେ ସେ ତୃପ୍ତିରେ କହିଲେ, ଦାମୋଦର ଆପଣଙ୍କୁ ଲାଗିଲା। ମୋ ଅନୁରୋଧ, ମୋ ମୃତ ଶରୀରକୁ ଯେପରି ଇଂରେଜମାନେ ଛୁଇଁବେ ନାହିଁ। ଲକ୍ଷ୍ମୀବାଇଙ୍କ ପ୍ରାଣବାୟୁ ଉଡ଼ିଗଲା। ଇଂରେଜ ଜେନେରାଲ ଲକ୍ଷ୍ମୀବାଇଙ୍କୁ ଟିପ୍ପଣୀ ଦେଇ କହିଥିଲେ, ଦେଶ ଜଣେ ସୁନ୍ଦରତା, ବୁଦ୍ଧିମତୀ, ଦୃଢ଼ମନା, ଦୟାବତୀ, ଯୋର୍ଦ୍ଧ୍ରୀ ଓ ଧୈର୍ଯ୍ୟଶୀଳା, ଉଦାର, ଶ୍ରଦ୍ଧାଳୁ, ମାତୃତୁଲ୍ୟା ସୁରବୀରା ରମଣୀଙ୍କୁ ହରାଇଲା। ଝାନ୍ସୀ ରାଜ୍ୟରେ ଲକ୍ଷ୍ମୀବାଇଙ୍କର ଭବ୍ୟ ଅଶ୍ୱାରୋହୀ ମୂର୍ତ୍ତି ନିର୍ମାଣ ହୋଇଛି।
କବି ଓ ଗାଳ୍ପିକ ତାଙ୍କ ବୀରଗାଥା ପୁସ୍ତକ ରୂପେ ବର୍ଣ୍ଣନା କରିଛନ୍ତି। ସେ ଆଜି ମରି ମଧ୍ୟ ଅମର। ଥରେ ସ୍ୱାଧୀନତା ଆନ୍ଦୋଳନ ଭାଷଣରେ ନେତାଜୀ ସୁଭାଷ ବୋଷ ରାଣୀ ଲକ୍ଷ୍ମୀବାଈଙ୍କ ଗୌରବ ଦର୍ଶାଇ କହିଥିଲେ, ହଜାର ହଜାର ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଆଗେଇ ଆସନ୍ତୁ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦିଅନ୍ତୁ। ଧନ୍ୟ ରାଣୀ ଲକ୍ଷ୍ମୀବାଈ, ଧନ୍ୟ ତୁମର ଦେଶପ୍ରୀତି, ଧନ୍ୟ ରଣକୌଶଳ, ଯୁଗେ ଯୁଗେ ତୁମର ବୀର କାହାଣୀ ତୁମକୁ ଅମର ରଖିବ। ହଉ ପିଲେ, ରଜ ପର୍ବର ଶୁଭକାମନା ଜଣେଇ ଆଜିର କିଶୋର ଚକ୍ରକୁ ଏଇଠି ରଖି ଉଠୁଛୁ। ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ।